ନମସ୍କାର। ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମର ଏହି ଚ୍ୟାନେଲକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆପଣମାନେ ଯେତେ ବି ଧନ ଅର୍ଜନ କରନ୍ତୁ ତାହା କାହିଁକି ଆପଣଙ୍କ ପାଖରେ ରହୁନାହିଁ? କାରଣ ମହାଲକ୍ଷ୍ମୀ ଆପଣଙ୍କ ଘରୁ ଚାଲି ଯାଇଥାନ୍ତି। ଆପଣଙ୍କ ଘରକୁ ଆସିଥିବା ମହାଲକ୍ଷ୍ମୀ କାହିଁକି ଆପଣଙ୍କ ଘରେ ରୁହନ୍ତି ନାହିଁ? ଆସନ୍ତୁ ଆଜିର ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା। ଆପଣଙ୍କର ଏହି ସବୁ ଭୁଲ ଦ୍ୱାରା ମହାଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲି ଯାଇଥାନ୍ତି। ସମସ୍ତଙ୍କ ଘରେ ମହାଲକ୍ଷ୍ମୀଙ୍କର କୃପା ଏବଂ ଆଶୀର୍ବାଦ ରହିବା ନିହାତି ଜରୁରୀ। କାରଣ ମହାଲକ୍ଷ୍ମୀ ହେଉଛନ୍ତି ଧନର ଲକ୍ଷ୍ମୀ। ଆଉ ଯେଉଁମାନଙ୍କ ଘରେ ମହାଲକ୍ଷ୍ମୀ ରହିଥାନ୍ତି ସେହି ଘରେ ଧନର କୌଣସି ଅଭାବ କି କମି ରହିନଥାଏ। ଆଉ ସେହି ଘର ସବୁବେଳେ ହସୁଥାଏ। ସେହି ଘର ସବୁବେଳେ ଖୁସିରେ କଟୁଥାଏ। ଆପଣମାନେ ମଧ୍ୟ ମହାଲକ୍ଷ୍ମୀକୁ ଆପଣଙ୍କ ଘରେ ପ୍ରସନ୍ନ କରିବା ପାଇଁ ଅନେକ ଗୁଡ଼ିଏ ପୂଜା ପାଠ କରିଥାନ୍ତି ଏବଂ ମହାଲକ୍ଷ୍ମୀ ମଧ୍ୟ ସମସ୍ତ ଭକ୍ତମାନଙ୍କର ପୂଜା ପାଠ ଏବଂ ପ୍ରାର୍ଥନା ଶୁଣି ଘର ଭିତରକୁ ଆସିଥାନ୍ତି। କିନ୍ତୁ ଆମର ଏମିତି କିଛି ଭୁଲ ଦ୍ୱାରା ମହାଲକ୍ଷ୍ମୀ ଆପଣଙ୍କ ଘରକୁ ଛାଡ଼ି ଚାଲି ଯାଇଥାନ୍ତି। ଆମକୁ ଜଣା ନଥାଏ ଯେ ମହାଲକ୍ଷ୍ମୀ କେଉଁ ସମୟରେ ଆମ ଘର ଛାଡ଼ି ଚାଲି ଯାଇଛନ୍ତି। ଆଉ ମହାଲକ୍ଷ୍ମୀ ଆପଣଙ୍କ ଘରୁ ଗଲା ପରେ ଆପଣଙ୍କ ଘରେ ଧନର ଅଭାବ ସହ ଘରର ସୁଖ ଶାନ୍ତି ମଧ୍ୟ ଲୋପ ପାଇଯାଇଥାଏ। ଏହା ସହ ଦୁଃଖ କଷ୍ଟ ଆରମ୍ଭ ହୋଇଯାଇଥାଏ। କାରଣ ଆମେ ନିଜେ ହିଁ ମା ଲକ୍ଷ୍ମୀଙ୍କୁ ଆମ ପାଖରେ ରଖିପାରି ନଥାଉ। ଯାହା ଫଳରେ କି ମହାଲକ୍ଷ୍ମୀ ଆମ ଘରକୁ ଛାଡ଼ି ଚାଲି ଯାଇଥାନ୍ତି। ଯଦି ଆପଣ ମହାଲକ୍ଷ୍ମୀଙ୍କୁ ସର୍ବଦା ଆପଣଙ୍କ ଘରେ ରଖିବାକୁ ଚାହୁଁଛନ୍ତି, ଆପଣଙ୍କ ଘରର ସୁଖ ସମୃଦ୍ଧି ସହ ଧନର କେବେ ବି ଅଭାବ ଲାଗି ନ ରହୁ ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଆପଣ ଆପଣଙ୍କ ନିଜ ଘରେ ଏହି ଖାସ୍ ନିୟମ ଗୁଡ଼ିକୁ କରନ୍ତୁ। ଏହା କରିବା ଦ୍ୱାରା ମହାଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ରହିଥାନ୍ତି। ପ୍ରଥମ ଉପାୟଟି ହେଉଛି ଆପଣଙ୍କ ଘରେ ସବୁଦିନ ମା ବୃନ୍ଦାବତୀଙ୍କୁ ପୂଜା କରନ୍ତୁ। କାରଣ ତୁଳସୀଙ୍କୁ ପୂଜା କରିବା ଦ୍ୱାରା ମହାଲକ୍ଷ୍ମୀ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ସେହି ଘରେ ବାସ ମଧ୍ୟ କରିଥାନ୍ତି। ତୁଳସୀକୁ ପୂଜା କରିବା ଦ୍ୱାରା ଘର ଆପଣଙ୍କର ପବିତ୍ର ହୋଇଯାଇଥାଏ। ଏହା ସହ ଶ୍ରୀହରିଙ୍କର ମଧ୍ୟ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ଦ୍ୱିତୀୟ ଉପାୟଟି ହେଉଛି ଆପଣଙ୍କ ଘରକୁ ଆସିଥିବା ଅତିଥିମାନଙ୍କର ଖୁସି ଏବଂ ଶ୍ରଦ୍ଧାର ସହ ଆପଣ ସେବା କରିବା ଉଚିତ। ଯଦି ଆମେ ସେହି ଅତିଥିଙ୍କର ଅପମାନ କରିଥାଉ, ତେବେ ମହାଲକ୍ଷ୍ମୀ ଅଧିକ କ୍ରୋଧିତ ହୋଇଥାନ୍ତି। ତା ସହ ଆପଣଙ୍କ ଘରକୁ ମହାଲକ୍ଷ୍ମୀ ଯଥାଶୀଘ୍ର ତ୍ୟାଗ କରିଦେଇଥାନ୍ତି। ତେଣୁ ଅତିଥି ଦେବୋ ଭବ, ଅତିଥିଙ୍କ ସେବା କରିବା ନିହାତି ଆବଶ୍ୟକ। ତୃତୀୟ ଉପାୟଟି ହେଉଛି ଆପଣଙ୍କ ଘରର ରୋଷେଇ ଘରେ ପାଣି ପାତ୍ର ନିହାତି ରଖନ୍ତୁ। ଆଉ ସେହି ପାଣି ପାତ୍ର ଉତ୍ତର ଦିଗରେ ରଖନ୍ତୁ। ଆଉ ସେହି ଜଳକୁ ଆପଣ ରନ୍ଧନ କାର୍ଯ୍ୟରେ ବ୍ୟବହାର କରନ୍ତୁ। ଚତୁର୍ଥ ଉପାୟଟି ହେଉଛି ଗୃହିଣୀ ସବୁବେଳେ ମଥାରେ ଓଢ଼ଣା ଦେଇ ରହିବା ଉଚିତ। ଆଉ ଗୋଟେ କଥା ମନେ ରଖନ୍ତୁ, ଗୁରୁବାର ଦିନ ହେଉଛି ମହାଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ବାର ହୋଇଥାଏ। ଆଉ ସେହି ବାର ଗୁରୁବାର ଦିନ ମା ଲକ୍ଷ୍ମୀଙ୍କର ବିଶେଷ ପୂଜା କରି ଆପଣଙ୍କ ଭାଗ୍ୟକୁ ଚମକାଇବା ସହ ଆପଣ ସବୁଦିନ ଖୁସିରେ ରହିପାରିବେ। ଆଉ ଏହି ଗୁରୁବାର ଦିନ ଆପଣ କଦଳୀ ଗଛ ମୂଳରେ କିଛି ଖାସ୍ ଜିନିଷ ଅର୍ପଣ କଲେ ଆପଣଙ୍କର ବୃହସ୍ପତି ଗ୍ରହ ଆପଣଙ୍କୁ ଖୁବ୍ ଶୀଘ୍ର ଶୁଭ ଫଳ ଦେଇଥାନ୍ତି। ଏହା ସହ ଆପଣଙ୍କ ଘର ଧନ ଧାନ୍ୟରେ ପୂରି ଉଠିଥାଏ, ଯାହା ଫଳରେ ଆପଣ ସର୍ବଦା ଖୁସିରେ ରହିଥାନ୍ତି। ଗୁରୁବାର ଦିନ ଯଦି ଆପଣ ହଳଦୀ ପାଣି କଦଳୀ ଗଛ ମୂଳରେ ଅର୍ପଣ କରିବେ, ତେବେ ଆପଣଙ୍କ ଭାଗ୍ୟରେ ଉନ୍ନତି ହୋଇଥାଏ ଏବଂ ସେହି ବ୍ୟକ୍ତିଙ୍କୁ ରୋଜଗାରର ବାଟ ମିଳିଥାଏ ଏବଂ ଚାକିରି କ୍ଷେତ୍ରରେ ଉନ୍ନତି ମଧ୍ୟ ଦେଖା ଦେଇଥାଏ। ଗୁରୁବାର ଦିନ ବୁଟକୁ ବତୁରେଇକି ସେହି ବୁଟରେ କିଛି ଗୁଡ଼ ମିଶାଇ ହଳଦୀ ଗଛ ମୂଳରେ ଅର୍ପଣ କରନ୍ତୁ। ଦେଖିବେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳ ପାଇଁ ଆପଣଙ୍କ ଉପରେ ରହିବ। ଯଦି ଆପଣ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି,
ତେବେ ଆପଣ କିଛି ମିଶ୍ରିକୁ ପାଣିରେ ମିଶାଇ ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହିଁ ସଫଳ ହେବ। ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଆସୁଛି, ତେବେ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଗୋଟା ହଳଦୀ ରଖିଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ତୁରନ୍ତ ଦୂର ହୋଇଯିବ। ଯଦି ଆପଣ ଧନୀ ହେବାକୁ ଚାହାନ୍ତି, ତେବେ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏକ ଟଙ୍କିକିଆ କଏନ୍ଟି ଚୁପଚାପ ପୋତି ଦିଅନ୍ତୁ। କାହାକୁ କିଛି କୁହନ୍ତୁ ନାହିଁ। ଦେଖିବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ଆପଣଙ୍କ ଘରକୁ ମହାଲକ୍ଷ୍ମୀ ଟାଣି ହୋଇ ଆସିଥାନ୍ତି। ଆପଣଙ୍କର ବୈବାହିକ ଜୀବନରେ ସମସ୍ୟା ଦେଖାଯାଇଥାଏ କିମ୍ବା ଆପଣଙ୍କର ବିବାହରେ କିଛି ଅସୁବିଧା ହେଉଥାଏ, ତେବେ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ 2ଟି ଖଣ୍ଡ ହଳଦୀ ଅର୍ପଣ କରନ୍ତୁ ଏବଂ ଏପରି ଆପଣ 7ଟି ଗୁରୁବାର 2ଟି ଖଣ୍ଡ ହଳଦୀକୁ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ବିବାହ ଦୋଷ ଦୂର ହେବା ସହ ଆପଣଙ୍କର ବୈବାହିକ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ। ଗୁରୁବାର ଦିନ ଆପଣ ଗାଧୋଇ ସାରି ହଳଦୀ ଗଛ ମୂଳରେ ପାଣି ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ଶୀଘ୍ର ସଫଳ ହୋଇଥାଏ। ଗୁରୁବାର ଦିନ ଆପଣ ଚନ୍ଦନ ଘୋରିକି କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଜୀବନରେ ଯେତେ ସବୁ ସମସ୍ୟା ଅଛି ତାହା ଦୂର ହୋଇଥାଏ ଏବଂ ଆପଣଙ୍କର ସମସ୍ତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ତେଣୁ ଆପଣ ଗୁରୁବାର ଦିନ ଏହି ସବୁ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନର ବହୁତ ଖୁସିରେ ରହିପାରିବେ। ଯଦି କୌଣସି ସ୍ତ୍ରୀ ଦାନ ଦେବାକୁ ଚାହୁଁଛନ୍ତି, ତେବେ ସେହି ଦାନ ସାମଗ୍ରୀରେ ଲାଲ ରଙ୍ଗର ସିନ୍ଦୁର ସହିତ କିଛି ଚଣା ଓ କେଶର ମିଶାଇ ଦାନ କରନ୍ତୁ। ଏହା କରିବା ଦ୍ୱାରା ସ୍ୱାମୀଙ୍କର ଆୟୁଷ ବଢ଼ିଥାଏ। ମନେ ରଖନ୍ତୁ, ଗୁରୁବାର ଦିନ ଏବଂ ଶୁକ୍ରବାର ଦିନ ଆପଣଙ୍କର ଘରୁ କୌଣସି ଜିନିଷ ବିକ୍ରି କରନ୍ତୁ ନାହିଁ। ଅମାବାସ୍ୟା, ଏକାଦଶୀ, ଗୁରୁବାର ଦିନ କେବେ ବି କେଶ ସଫା କରନ୍ତୁ ନାହିଁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମର ଏହି ଚ୍ୟାନେଲକୁ ଯଦି ଏପର୍ଯ୍ୟନ୍ତ ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଯଥାଶୀଘ୍ର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ କି ଆମର ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ପ୍ରଥମେ ପହଞ୍ଚିବ। ଆଜି ପାଇଁ ରହୁଛି, ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ। ଜୟ ମା ଲକ୍ଷ୍ମୀ।